ଆସିଲା ଇପିଏଫ୍ 3.0ର ଆଉ ଏକ ଅପଡେଟ୍। ପିଏଫ୍ ଆଂଶିକ ଉତ୍ଥାନରେ 11ଟି ବଡ଼ ପରିବର୍ତ୍ତନ ଆସିଛି। କେଉଁ ପରିସ୍ଥିତିରେ କାଢ଼ିପାରିବେ କେତେ ଟଙ୍କା? ଆସନ୍ତୁ ଜାଣିବା। ଇପିଏଫ୍ଓ 3.0 ଆଂଶିକ ଟଙ୍କା ଉତ୍ଥାନ ନିୟମକୁ ନେଇ ଆସିଲା ବଡ଼ ଖବର। ଆପଣ କେଉଁ ପରିସ୍ଥିତିରେ କେତେ କାଢ଼ିପାରିବେ ଟଙ୍କା ଏଠାରେ ଆପଣମାନେ ଜାଣନ୍ତୁ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଇପିଏଫ୍ଓ ନୂଆ ଇପିଏଫ୍ଓ 3.0 ସିଷ୍ଟମ ଅଧୀନରେ ନୂଆ ଆଂଶିକ ଉତ୍ଥାନ ନିୟମ ପ୍ରଚଳନ କରିଛି, ଯାହା ଗ୍ରାହକମାନଙ୍କ ପାଇଁ ଅଧିକ ସରଳ ଓ ସହଜ କରିଛି। ଏହି ଯୋଜନାରେ ସଂଶୋଧନ କରିବାର ନିଷ୍ପତ୍ତି କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦ୍ୱାରା ଅକ୍ଟୋବର 13 ତାରିଖରେ ଅନୁଷ୍ଠିତ ଏକ ବୈଠକରେ ନିଆଯାଇଛି। ବେକାରୀ ସମସ୍ୟାରେ ପୂର୍ବ ନିୟମ ଅନୁଯାୟୀ ସଦସ୍ୟମାନେ ଗୋଟିଏ ମାସର ବେକାରୀ ପରେ ସେମାନଙ୍କର ଇପିଏଫ୍ ବାଲାନ୍ସର 75% ଏବଂ 2 ମାସ ପରେ ବାକି 25% ଉଠାଇ ପାରୁଥିଲେ। ଏବେ ଇପିଏଫ୍ଓ 3.0 ଅନୁଯାୟୀ ସଦସ୍ୟମାନେ ସେମାନଙ୍କର ବାଲାନ୍ସର 75% ତୁରନ୍ତ ଉଠାଇ ପାରିବେ। ସେହିପରି 12 ମାସର ନିରନ୍ତର ବେକାରୀ ପରେ ସମ୍ପୂର୍ଣ୍ଣ ଟଙ୍କା କାଢ଼ିପାରିବେ। ଚାକିରି ହରାଇବା ପରେ ପେନସନ ଉତ୍ଥାନ। ପୂର୍ବରୁ 2 ମାସ ବେକାର ରହିବା ପରେ ପେନସନ ଉତ୍ଥାନକୁ ଅନୁମତି ଦିଆଯାଇଥିଲା। ନୂଆ ନିୟମ ଅନୁଯାୟୀ ଅପେକ୍ଷା ଅବଧି ବୃଦ୍ଧି କରାଯାଇଛି। ସଦସ୍ୟମାନେ ଏବେ କେବଳ 36 ମାସ ପରେ ସେମାନଙ୍କର ପେନସନ ରାଶି ଉଠାଇ ପାରିବେ। ପ୍ରତିଷ୍ଠାନରେ ତାଲା ପଡ଼ିବା କିମ୍ବା ବନ୍ଦ ହେବା। ପୂର୍ବରୁ ତାଲା କିମ୍ବା ବନ୍ଦ ହେବା କ୍ଷେତ୍ରରେ ଉତ୍ଥାନ କର୍ମଚାରୀଙ୍କ ଅଂଶ କିମ୍ବା ମୋଟ ଅଂଶର 100% ପର୍ଯ୍ୟନ୍ତ ସୀମିତ ଥିଲା। ବର୍ତ୍ତମାନ ଇପିଏଫ୍ କର୍ପସରୁ 75% ଉଠାଇ ପାରିବେ। ସେହିପରି 25% ସର୍ବନିମ୍ନ ବାଲାନ୍ସ ଭାବରେ ରଖିବାକୁ ପଡ଼ିବ। ମହାମାରୀ ଓ ସାଂଘାତିକ ରୋଗ ବ୍ୟାପରେ ପୂର୍ବରୁ ସଦସ୍ୟମାନେ 3 ମାସର ମୂଳ ଦରମା ଏବଂ ମହଙ୍ଗା ଭତ୍ତା BWPLUS-DA କିମ୍ବା ସେମାନଙ୍କର ଜମାର 75% ଯାହା କମ୍ ତାହା ଉଠାଇ ପାରୁଥିଲେ। ନୂଆ ନିୟମରେ ସମାନ ସର୍ତ୍ତାବଳୀ ବଜାୟ ରଖାଯାଇଛି, କିନ୍ତୁ ନୂଆ ମାନକୀକରଣ ସେବା ଆବଶ୍ୟକତା ସହିତ ସେଗୁଡ଼ିକୁ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ। ପୂର୍ବରୁ ଉତ୍ଥାନ 5,000 ଟଙ୍କା କିମ୍ବା ସଦସ୍ୟଙ୍କ ନିଜସ୍ୱ ଅବଦାନର 50% ସୁଧ ସହିତ, ଯାହା କମ୍ ହେଉ ପର୍ଯ୍ୟନ୍ତ ସୀମିତ ଥିଲା। ନୂଆ ଢାଞ୍ଚାର ଅନୁଯାୟୀ ଏହି ବର୍ଗ ସମେତ ସମସ୍ତ ଆଂଶିକ ଉତ୍ଥାନ ପାଇଁ ସର୍ବନିମ୍ନ ସେବା ଅବଧି 12 ମାସକୁ ରଖାଯାଇଛି। ଚିକିତ୍ସା, ନିଜ କିମ୍ବା ପରିବାର। ପୂର୍ବରୁ ସଦସ୍ୟମାନେ 6 ମାସର BW ଏବଂ DA କିମ୍ବା କର୍ମଚାରୀଙ୍କ ଅଂଶ ଯାହା କମ୍ ଥିଲା, ପ୍ରତ୍ୟାହାର କରିପାରିବେ ଏବଂ ଏହା ଏକାଧିକ ଥର କରାଯାଇପାରିବ। ନୂଆ ନିୟମ ଏହି ଗଠନକୁ ବଜାୟ ରଖିଛି, କିନ୍ତୁ ସମାନ 12 ମାସର ସେବା ସର୍ତ୍ତ ଅଧୀନରେ ଆସିଛି। ଶିକ୍ଷା ଏବଂ ବିବାହ। ପୁରୁଣା ନିୟମ ଅନୁଯାୟୀ ଇପିଏଫ୍ ସବସ୍କ୍ରାଇବରମାନେ 7 ବର୍ଷର ସଦସ୍ୟତା ପରେ ସେମାନଙ୍କର ଅବଦାନର 50% ପର୍ଯ୍ୟନ୍ତ ଉତ୍ଥାନ କରିପାରିବେ। ସେମାନଙ୍କ ସେବା ସମୟରେ 3 ଥର ଶିକ୍ଷା ପାଇଁ ଏବଂ 2 ଥର ବିବାହ ପାଇଁ ଉତ୍ଥାନ ଅନୁମତି ଦିଆଯାଇଥିଲା। ଇପିଏଫ୍ଓ 3.0 ଅନୁଯାୟୀ ଫ୍ରିକ୍ୱେନ୍ସି ସୀମା ବୃଦ୍ଧି କରାଯାଇଛି। ଶିକ୍ଷା ସମୟରେ 10 ଥର ପର୍ଯ୍ୟନ୍ତ ଏବଂ ବିବାହ ସମ୍ବନ୍ଧୀୟ ଉତ୍ଥାନ 5 ଥର ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ଘର କିଣି କିମ୍ବା ନିର୍ମାଣ। ଜମି କିଣା ପୂର୍ବରୁ ଏହା 24ରୁ 36 ମାସର ସେବା ପରେ ମୋଟ BWPLUS-DA କିମ୍ବା ନିର୍ମାଣ ଖର୍ଚ୍ଚ ପର୍ଯ୍ୟନ୍ତ ଯାହା କମ୍ ଥିଲା ଏବଂ କେବଳ ଥରେ ଅନୁମତି ଦିଆଯାଇଥିଲା। ଏବେ ନୂଆ ମାନକ ନିୟମ ସହିତ ସମସ୍ତ ଆଂଶିକ ପ୍ରତ୍ୟାହାର ପାଇଁ ସର୍ବନିମ୍ନ 12 ମାସର ସେବା ଆବଶ୍ୟକ। ଘର ପରିବର୍ତ୍ତନ ଉନ୍ନତି। ପୂର୍ବରୁ ସଦସ୍ୟମାନେ 12 ମାସର BW ଏବଂ DA କିମ୍ବା ସେମାନଙ୍କର କର୍ମଚାରୀଙ୍କ ଅଂଶ ଯାହା କମ୍ ଥିଲା, ପ୍ରତ୍ୟାହାର କରିପାରୁଥିଲେ। ନୂଆ ୟୁନିଫର୍ମ ବ୍ୟବସ୍ଥାରେ ସମାନ ସର୍ତ୍ତ ଜାରି ରହିଛି। ଗୃହ ଋଣ ପରିଶୋଧ। ପୂର୍ବରୁ ସଦସ୍ୟମାନେ ସେମାନଙ୍କର ସେବା ସମୟରେ ଥରେ 36 ମାସ ପର୍ଯ୍ୟନ୍ତ BWPLUS-DA କିମ୍ବା ମୋଟ ବାଲାନ୍ସ କିମ୍ବା ବକେୟା ଋଣ ଯାହା କମ୍ ରହୁଥିଲା, ତାହା ଉଠାଇ ପାରୁଥିଲେ। ନୂଆ ଇପିଏଫ୍ 3.0 ସିଷ୍ଟମ ସମାନ ମାନଦଣ୍ଡ ବଜାୟ ରଖିଛି, କିନ୍ତୁ ଡିଜିଟାଲ ଅନୁରୋଧ ପାଇଁ ପ୍ରକ୍ରିୟାକୁ ସରଳ କରିଛି। ବାସଗୃହ କିମ୍ବା
ଫ୍ଲାଟ୍ କିଣିବା ପୂର୍ବରୁ ସୁଧ କିମ୍ବା ଅଧିଗ୍ରହଣ ମୂଲ୍ୟ ସହିତ ମୋଟ ଅଂଶଧନର 90% ପର୍ଯ୍ୟନ୍ତ ଥରେ ପ୍ରତ୍ୟାହାର କରାଯାଇପାରୁଥିଲା। ସମାନ ସର୍ତ୍ତ ରହିଛି। ଡିଜିଟାଲ ପ୍ରକ୍ରିୟାକରଣ ଦ୍ୱାରା କାରବାର ସୁଗମ ହେବ ବୋଲି ଆଶା କରାଯାଉଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। EPFର 3.0ରେ କେଉଁ ସବୁ ପରିବର୍ତ୍ତନ କରାଯାଇଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସମସ୍ତେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ। ମୁଁ ଦୀପୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।